ପୁରୀର ବଡ଼ଦାଣ୍ଡ କେବଳ ଏକ ରାସ୍ତା ନୁହେଁ, ଏହା ହେଉଛି ଭକ୍ତ ଆଉ ଭଗବାନଙ୍କ ମିଳନର ସେତୁ। ଏହି ପବିତ୍ର ମାଟିରେ ଲୁଚି ରହିଛି ଅନେକ ଅଲୌକିକ କାହାଣୀ। କୁହାଯାଏ ଏହି ଦାଣ୍ଡର ଧୂଳି ମଣିଷର ଭାଗ୍ୟ ବଦଳାଇ ଦିଏ। କିନ୍ତୁ ଆପଣ ଜାଣନ୍ତି କି ଅତୀତରେ ଏଠାରେ ଗୋଟାଏ ନଦୀ ପ୍ରବାହିତ ହେଉଥିଲା। ଆଉ କାହିଁକି ଏହି ଦାଣ୍ଡକୁ ବଡ଼ଦାଣ୍ଡ ବୋଲି କୁହାଯାଏ? ଆସନ୍ତୁ ଜାଣିବା ପୁରୀ ବଡ଼ଦାଣ୍ଡର ସେହି ରୋମାଞ୍ଚକର ତଥ୍ୟ, ଯାହା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ଶ୍ରୀକ୍ଷେତ୍ର ପୁରୀ, ଯେଉଁଠି ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ। ଏହି ପବିତ୍ର ଧାମର ମୁଖ୍ୟ ଆକର୍ଷଣ ହେଉଛି ମନ୍ଦିର ସମ୍ମୁଖରେ ଥିବା ବିସ୍ତୀର୍ଣ୍ଣ ରାସ୍ତା, ଯାହାକୁ ଆମେ ବଡ଼ଦାଣ୍ଡ ବୋଲି କହୁ। ଏହା ସାଧାରଣ ରାସ୍ତା ନୁହେଁ, ଏହା ହେଉଛି ମୁକ୍ତିର ପଥ। ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ଏହି ରାସ୍ତାର ମହିମା ଅନନ୍ତ। କୁହାଯାଏ ଏହି ବଡ଼ଦାଣ୍ଡରେ ପାଦ ଦେଲେ ମଣିଷର ଅନେକ ଜନ୍ମର ପାପ କ୍ଷୟ ହୋଇଯାଏ। ବହୁ ପୁରାତନ କାଳରେ ଆଜି ଯେଉଁଠି ବଡ଼ଦାଣ୍ଡ ଅଛି, ସେଠାରେ ମାଳିନୀ ନାମକ ଏକ ନଦୀ ପ୍ରବାହିତ ହେଉଥିଲା। କିମ୍ବଦନ୍ତୀ କୁହେ, ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବା ବେଳେ ଏହି ନଦୀ ପାର ହେବାକୁ ବହୁ କଷ୍ଟ ପାଉଥିଲେ। ଭକ୍ତର କଷ୍ଟ ସହି ନ ପାରି ମହାପ୍ରଭୁ ରାଜାଙ୍କୁ ସ୍ୱପ୍ନରେ ଆଦେଶ ଦେଲେ ନଦୀକୁ ପୋତି ଏକ ବିରାଟ ରାସ୍ତା ନିର୍ମାଣ କରିବାକୁ। ସେହିଦିନଠାରୁ ମାଳିନୀ ନଦୀ ଗୁପ୍ତ ହୋଇଗଲା ଏବଂ ସୃଷ୍ଟି ହେଲା ଏହି ବିଶାଳ ବଡ଼ଦାଣ୍ଡ। ଏହି ରାସ୍ତାର ନାମ ବଡ଼ଦାଣ୍ଡ କାହିଁକି? କେବଳ ଏହାର ଆକାର ପାଇଁ ନୁହେଁ, ବରଂ ଏହାର ହୃଦୟ ପାଇଁ। ଏହି ଦାଣ୍ଡରେ କୌଣସି ଜାତିଭେଦ ନଥାଏ। ରଥଯାତ୍ରା ସମୟରେ ବ୍ରାହ୍ମଣ ଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଏକାଠି ରଥ ଦଉଡ଼ି ଟାଣନ୍ତେ। ଏ ମାଟିରେ ରାଜା ଏବଂ ପ୍ରଜା ସମସ୍ତେ ସମାନ। ଏଠାରେ ମିଳୁଥିବା କୈବଲ୍ୟ ବା ମହାପ୍ରସାଦକୁ ଏହି ଦାଣ୍ଡରେ ବସି ଖାଇଲେ ମୋକ୍ଷ ମିଳେ ବୋଲି ବିଶ୍ୱାସ ରହିଛି। ବଡ଼ଦାଣ୍ଡର ଆଉ ଏକ ଅଲୌକିକତା ହେଉଛି ଭକ୍ତ ସାଲବେଗଙ୍କ କାହାଣୀ। ଜଣେ ଯବନ ହୋଇ ମଧ୍ୟ ସେ ଅପେକ୍ଷା କରିଥିଲେ କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ। ଆଉ ଭକ୍ତର ଡାକ ଶୁଣି ନନ୍ଦିଘୋଷ ରଥ ଅଟକି ଯାଇଥିଲା ଏହି ବଡ଼ଦାଣ୍ଡରେ। ଆଜି ବି ବିଶ୍ୱାସ କରାଯାଏ, ଯଦି କୌଣସି ପ୍ରାଣୀ ଏହି ବଡ଼ଦାଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରେ, ତେବେ ସେ ସିଧା ବୈକୁଣ୍ଠ ପ୍ରାପ୍ତି କରେ। ଏହା କେବଳ ରାସ୍ତା ନୁହେଁ, ଏହା ହେଉଛି ଶରଧାବାଲି, ଯେଉଁଠି ଭକ୍ତିର ମୂଲ୍ୟ ସବୁଠାରୁ ଅଧିକ। ତେଣୁ ବନ୍ଧୁଗଣ, ଯେବେ ବି ପୁରୀ ଯିବେ, ମନ୍ଦିର ଯିବା ପୂର୍ବରୁ ଏହି ବଡ଼ଦାଣ୍ଡର ଧୂଳିକୁ ମୁଣ୍ଡରେ ମାରିବେ, କାରଣ ଏହି ଧୂଳିରେ ମିଶି ରହିଛି କୋଟି କୋଟି ଭକ୍ତଙ୍କର ବିଶ୍ୱାସ ଆଉ ମହାପ୍ରଭୁଙ୍କର ଆଶୀର୍ବାଦ। ଏହି ବଡ଼ଦାଣ୍ଡ ହିଁ ପ୍ରମାଣ କରେ ଯେ ଜଗନ୍ନାଥ ସଂସ୍କୃତି କେତେ ମହାନ। ଜୟ ଜଗନ୍ନାଥ।